23 ଜାନୁଆରୀ 2026 ଶୁକ୍ରବାର ବସନ୍ତ ଋତୁରେ ପଞ୍ଚମୀ ତିଥି ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ଆମେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା କହିଥାଉ। ଏହି ଦିନ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ। ମା ସରସ୍ୱତୀଙ୍କର ପୂଜା କରିବା ଦ୍ୱାରା କେବଳ ଆମକୁ ବିଦ୍ୟା ମିଳେ ନାହିଁ, ଆମକୁ ଯାହା ପାଖରେ ବିଦ୍ୟା ଥାଏ, ଯାହା ପାଖରେ ଉତ୍ତମ ବାଣୀ ଥାଏ, ଅର୍ଥାତ୍ କଥା କହିବାର ଶାଳୀନତା, କଥା କହିବାର ଯାହା ପାଖରେ କ୍ଷମତା ଥାଏ, ତା ପାଖରେ ଲକ୍ଷ୍ମୀ ବି ଥାନ୍ତି। ଯେଉଁମାନଙ୍କର ଚାକିରିରେ ବାଧା ଆସୁଛି, ଅର୍ଥାତ୍ କଥା କହିପାରୁନାହାନ୍ତି, ଯେଉଁମାନେ ଯେମିତିକି ସୋସିଆଲ ମିଡ଼ିଆରେ ଯେଉଁମାନେ କାମ କରୁଛନ୍ତି, ଯେଉଁମାନେ ସାମ୍ବାଦିକ ଅଛନ୍ତି, ଏଇମାନଙ୍କର ଯେଉଁମାନେ କଥା ଦ୍ୱାରା ଲୋକଙ୍କୁ ଆକୃଷ୍ଟ କରୁଛନ୍ତି, ଯେଉଁମାନଙ୍କର ବ୍ୟବସାୟରେ ଉନ୍ନତି ହେଉନାହିଁ, କାରଣ ସେମାନେ କଥା ଦ୍ୱାରା ସମସ୍ତଙ୍କୁ ଆକର୍ଷଣ କରିବେ, ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବେ, ଚାକିରିକୁ ଆଗକୁ ବଢ଼ାଇବେ, କାମକୁ ଆଗକୁ ବଢ଼ାଇବେ। ଏବଂ ବିଦ୍ୟାର୍ଥୀମାନେ, ବିଶେଷ କରି ବିଦ୍ୟାର୍ଥୀମାନେ ଯେଉଁମାନଙ୍କର ପଢ଼ାରେ ଉନ୍ନତି ହେଉନାହିଁ, ପାଠପଢ଼ା ମନେ ରହୁନାହିଁ ଏବଂ ଯେଉଁମାନଙ୍କର କଥାର ଭ୍ୟାଲ୍ୟୁ ରଖୁନାହାନ୍ତି ଅଲଗା ଲୋକମାନେ, ଯେଉଁମାନଙ୍କର କଥାର ଭ୍ୟାଲ୍ୟୁ ରହେ ନାହିଁ, ଯେକୌଣସି ବି ବ୍ୟକ୍ତି ଏହି ଉପାୟ କରିପାରିବ। ଏହା ଦ୍ୱାରା ଆପଣଙ୍କର କ'ଣ ହେବ ନା ନା ବିଦ୍ୟାରେ ଉନ୍ନତି ହେବ, ଆପଣଙ୍କର କଥାର ଚାରିଆଡ଼େ ଆପଣଙ୍କର କଥାକୁ ସମ୍ମାନ ଦିଆଯିବ। ଆପଣ ଯେଉଁ କଥା କହିବେ ତାହାର ସମ୍ମାନ ରହିବ, ଆପଣଙ୍କ କଥାରେ ଲୋକମାନେ ଆକର୍ଷଣ ହେବେ। ଆପଣମାନେ ଯଦି ସରସ୍ୱତୀ ପୂଜା ଦିନ ଏହି ଗୋଟାଏ ଉପାୟ କରିଦିଅନ୍ତୁ, ଦେଖିବେ ଆପଣଙ୍କର ଜୀବନରେ ଉନ୍ନତି ନିହାତି ହେବ କଥା ଦ୍ୱାରା। ଏବଂ ବିଶେଷ କରି ବିଦ୍ୟାର୍ଥୀମାନେ ଏହି କିଛି ନିୟମ ଆଜି କହୁଛି, ମା ସରସ୍ୱତୀଙ୍କର ପୂଜା ଅତି ସରଳ ଭାବରେ ନିଜ ଘରେ ଆପଣ କିପରି କରିପାରିବେ, ୟା ଉପରେ ଆଜିର ଭିଡ଼ିଓରେ ଆମେମାନେ ଆଲୋଚନା କରିବା। ତ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ନିଜ ଘରେ ସରସ୍ୱତୀ ପୂଜା କରୁଛନ୍ତି ବା କରିବା ପାଇଁ ଚାହୁଁଛନ୍ତି, ଜାଣିଛନ୍ତି ଏହି ଦିନର ମହତ୍ତ୍ୱ, ଯଦି ବାହାଘର କରିବାକୁ ଚାହୁଁଛନ୍ତି, ନୂଆ ଜିନିଷ କିଛି ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ବିଦ୍ୟାରମ୍ଭ ହଉ କିମ୍ବା ଆପଣଙ୍କର କୌଣସି ବ୍ୟବସାୟରେ ଆରମ୍ଭ ହଉ, ଯାହା ବି ନୂଆ ଜିନିଷ କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି, ସରସ୍ୱତୀ ପୂଜା ଦିନ ନିଶ୍ଚୟ କରନ୍ତୁ। ଏହା ସବୁଠାରୁ ଶୁଭର ଦିନଟି ଅଟେ। ଏବଂ ଆଜି ମୁଁ ଆପଣମାନଙ୍କୁ ଅତି ସରଳ ଭାବରେ, ଘରେ ଯଦି ଆପଣଙ୍କର ଛୋଟ ଛୁଆ ଅଛନ୍ତି, ଯଦି ଆପଣମାନେ ଖଡ଼ି ଛୁଆଇଁ ପାରୁନାହାନ୍ତି, ପ୍ରତି ସରସ୍ୱତୀ ପୂଜାରେ ଏହି ଉପାୟ କରନ୍ତୁ। ବହୁତ ଲୋକଙ୍କର ଲାଭ ହୋଇଛି, ଆପଣଙ୍କର ବି ଲାଭ ହେବ। ତେଣୁ ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଯେ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ସରସ୍ୱତୀ ନିହାତି ଲେଖନ୍ତୁ। ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସାଙ୍ଗରେ ସେୟାର କରନ୍ତୁ। ବିଦ୍ୟାର୍ଥୀମାନେ ଏହାକୁ ନିହାତି ନିଜ ଘରେ ନିଶ୍ଚୟ କରନ୍ତୁ। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ପ୍ରଥମେ ଜାଣି ରଖନ୍ତୁ ଯେ ମା ସରସ୍ୱତୀଙ୍କର ପୂଜା ଦିନ ଆପଣ କେଉଁ ସବୁ ନିୟମ ପାଳନ କରିବେ ଏବଂ ସେହି ଦିନ ଆପଣ ନିଜ ଘରେ କିପରି ଅତି ସରଳ ଭାବରେ ପୂଜାର୍ଚ୍ଚନା କରିବେ। ପ୍ରଥମ କଥା ତ ବ୍ରହ୍ମ ମୁହୂର୍ତ୍ତରୁ ଉଠିବେ, ଘର ସଫାସୁତୁରା ରଖିବେ ଏବଂ ଆପଣଙ୍କର ଛୁଆର ଯେତିକି ବହି ଅଛି ସେ ସବୁକୁ ଏକାଠି ଏବଂ ସଜାଡ଼ି କରି ରଖିବେ, ଗୋଟିଏ ଜାଗାରେ ରଖିବେ। ତାହା ଉପରେ ଗଙ୍ଗା ଜଳର ଛିଡ଼କାव କରିବେ, ହଳଦୀ ଏବଂ ଗଙ୍ଗା ଜଳର ମିଶ୍ରଣ କରି ତା ଉପରେ ଛିଞ୍ଚି ଦେବେ। ପ୍ରଥମ ଜିନିଷ, ଛୁଆଙ୍କୁ ଏବଂ ଆପଣ ଗଙ୍ଗା ଜଳ ଏବଂ ହଳଦୀ ଜଳରେ ସେହି ଦିନ ସ୍ନାନ କରିବେ, ପ୍ରଥମ କଥା। ତାପରେ ଆପଣ ଗୋଟିଏ ଆସନ ବସାଇ ଦେବେ, ତା ଉପରେ ହଳଦିଆ କପଡ଼ା ଟିକେ ବିଛାଇ ଦେବେ। ମା ସରସ୍ୱତୀଙ୍କ ପାଇଁ କିଛି ଫୁଲ ଆପଣଙ୍କୁ ଆଣିବାକୁ ପଡ଼ିବ, ଯେମିତିକି ବିଶେଷରେ ହଳଦିଆ ଫୁଲ ବହୁତ ପ୍ରିୟ ଅଟେ ମା ସରସ୍ୱତୀଙ୍କୁ। ମା ସରସ୍ୱତୀଙ୍କର ଫଟୋ ଥିଲେ ବହୁତ ଭଲ କଥା, ନଚେତ୍ ଆପଣ ମା ସରସ୍ୱତୀଙ୍କର ଛୋଟିଆ ମୂର୍ତ୍ତିଟିଏ ବି ସେହିଦିନ ଆଣିକରି ଅଭିଷେକ କରାଇ କରି ବହୁତ ଭଲ ଦିନଟେ ଆପଣ ପୂଜା କରିବେ। ଶୁଭ ମୁହୂର୍ତ୍ତ 7ଟା15ରୁ ଦିନ 12ଟା ପର୍ଯ୍ୟନ୍ତ ଆପଣ ଏହି ସମୟ ଭିତରେ ମା ସରସ୍ୱତୀଙ୍କର ଅତି ସୁନ୍ଦର ଭାବରେ ଘରେ ପୂଜାର୍ଚ୍ଚନା କରିପାରିବେ। ଏବେ ଦର୍ଶକ ବନ୍ଧୁ, ଆପଣମାନେ କ'ଣ କରିବେ, ମା ସରସ୍ୱତୀଙ୍କ ପାଇଁ ଆପଣ ବୁନ୍ଦି ଲଡ଼ୁ ଟିକେ ଆଣିପାରନ୍ତି କିମ୍ବା ଘରେ କୌଣସି ମିଠା ଭୋଗ ବି କରିପାରନ୍ତି। ନିଜେ ପ୍ରସ୍ତୁତ କରନ୍ତୁ, ମାଙ୍କୁ ଭୋଗ ଅର୍ପଣ କରନ୍ତୁ। ସରସ୍ୱତୀଙ୍କ ପୂଜାରେ ଗଣେଶଙ୍କୁ ବି ନିହାତି ବସାନ୍ତୁ। ସେ ହେଉଛନ୍ତି ଅଗ୍ରପୂଜ୍ୟ, ସେ ହେଉଛନ୍ତି ବିଘ୍ନହର୍ତ୍ତା, ସିଏ ରହିଲେ ହିଁ ସବୁ କାର୍ଯ୍ୟ ନିର୍ବିଘ୍ନରେ ଶେଷ ହେବ। ତେଣୁ ଗଣେଶଙ୍କୁ ଆବାହନ କରିବା ପାଇଁ ଗଣେଶଙ୍କୁ ଜମା ବି ଭୁଲନ୍ତୁ ନାହିଁ ଏବଂ ଗୋଟିଏ କଳସ ବି ବସାଇବେ। ମାଙ୍କୁ ହଳଦିଆ ଚୁଡ଼ି, ହଳଦିଆ ବସ୍ତ୍ର ଏବଂ ସିନ୍ଦୁର ନିହାତି ଅର୍ପଣ କରନ୍ତୁ। ମା ସରସ୍ୱତୀଙ୍କୁ ହଳଦିଆ ଫୁଲ ବି ଦେବେ, ଧଳା ଫୁଲ ବି ଦେବେ, ଅତି ସୁନ୍ଦର ଭାବରେ ସାଜସଜ୍ଜା କରିବେ। ନିଜର ଭାବ ମୁତାବକ ହାତରେ ଜଳ, କିଛି ଅକ୍ଷତ ଏବଂ ହଳଦିଆ ପୁଷ୍ପ ଧରି ମାଙ୍କୁ ଆବାହନ କରାଇବେ ନିଜ ଘରକୁ। ନିଜେ ନିଜର ଭାବ ଦ୍ୱାରା, ଯେମିତିକି ହେ ମା ସରସ୍ୱତୀ,
ଆପଣ ମୋ ଘର ବା ତୁମେ ମୋ ଘରକୁ ଆସନ୍ତୁ, ମୋର ପୂଜାକୁ ସ୍ୱୀକାର କରନ୍ତୁ ଏବଂ ମୋତେ ଧନ୍ୟ କରିଦିଅନ୍ତୁ। ମୋ ଦ୍ୱାରା ଯଦି କିଛି ଭୁଲ ହେଉଛି କ୍ଷମା କରନ୍ତୁ। ମୋ ପୂଜାକୁ ଆସି ମୋତେ ଆଶୀର୍ବାଦ କରନ୍ତୁ। ଯେମିତି ମୋର ଏହି କାର୍ଯ୍ୟ ବା ମୋ ଛୁଆର ଉନ୍ନତି ହଉ। ଆପଣ ନିଜ ଭାବ ମୁତାବକ କହିକରି ସେହି ଅକ୍ଷତ, ଜଳ ଏବଂ ଫୁଲକୁ ମା ସରସ୍ୱତୀଙ୍କର ପାଦ ପାଖରେ ଛାଡ଼ି ଦିଅନ୍ତୁ। ଏହାକୁ ଆବାହନ କରାଯାଏ। ଅତି ସରଳ ଦୀପ ଦେଇଥିବେ ମାଙ୍କୁ ଭୋଗ ବି ଲଗାଇବେ ଏବଂ ଗୋଟିଏ ବିଶେଷ କାମ ଏବେ ଆପଣଙ୍କୁ କହୁଛି, ଅତି ଧ୍ୟାନର ସହକାରେ ଶୁଣନ୍ତୁ। ଆପଣଙ୍କୁ ରୂପାର ଗୋଟିଏ ପାତ୍ର ଦରକାର, ରୂପାର ବାଉଲ, ରୂପାର କଟୋରୀ ଦରକାର। ତାହାକୁ କ'ଣ କରିବେ, ସେଥିରେ କିଛି ଆପଣ ମହୁ ପକାଇଦେବେ ଏବଂ ତାହାକୁ ଢାଙ୍କି ଦେବେ। ଗୋଟିଏ ପ୍ଲେଟ୍ ତା ଉପରେ ରଖିଦେବେ, ମା ସରସ୍ୱତୀଙ୍କ ସାମ୍ନାରେ ରଖିଦେବେ। ଆପଣ ଐଂ ଐଂ ଏମିତି ଯେତେ ଥର ପାରିବେ 108 ଥର ଜପ କରିଦିଅନ୍ତୁ। ମା ମାନେ କରିବେ, କାରଣ ଛୁଆମାନଙ୍କ ଦ୍ୱାରା ତ ହେବ ନାହିଁ, ଯେଉଁମାନଙ୍କର ବାପା ମାନେ କରିବେ ବା ଚାକିରି ପାଇଁ ଯେଉଁମାନେ କରୁଛନ୍ତି ସେମାନେ ତ ପୁରୁଷମାନେ ହିଁ କରିବେ ଏବଂ ଯେଉଁମାନେ ବିଦ୍ୟାର୍ଥୀମାନଙ୍କ ପାଇଁ କରୁଛନ୍ତି, ଛୁଆମାନଙ୍କ ପାଇଁ କରୁଛନ୍ତି, ସେମାନଙ୍କର ମା ମାନେ କରିବେ। ତ ଆପଣମାନେ କ'ଣ କରିବେ ନା, ମା ମାନେ ଐଂ ଐଂ କହି 108 ଥର ଜପ କରନ୍ତୁ। ଜପ କରିବା ପରେ ଯେଉଁ ମହୁକୁ ଆପଣ ଘୋଡ଼ାଇ କରି ରଖିଥିବେ ତାହାକୁ ନିଜ ଜିଭରେ ଐଂ ଲେଖିଦେବେ। ଆପଣମାନଙ୍କୁ ମୁଁ ସ୍କ୍ରିନରେ ଲେଖିକରି ବି ଦେଉଛି। ଏହାକୁ ଆପଣଙ୍କର ଯେଉଁ ଖାଇବା ହାତର ଡାହାଣ ହାତର ଆଙ୍ଗୁଠି, ରିଙ୍ଗ ଫିଙ୍ଗର ଯାହାକୁ କୁହାଯାଏ, ସେଥିରେ ଆପଣମାନେ ମହୁକୁ ନେଇକରି ଜିଭରେ ଐଂ ବୋଲି ଲେଖିବେ ଛୁଆଙ୍କର। ଏବଂ ଯେଉଁମାନେ ଚାକିରି ବା ନିଜର କଥା ଦ୍ୱାରା ଯାହାକୁ ଆପଣମାନେ ଆଗକୁ ଯାଉଛନ୍ତି, କାମ କରୁଛନ୍ତି, ତାହା ଲେଖିବେ। ଏହା ହେଉଛି ସବୁଠାରୁ ପ୍ରଭାବଶୀଳ ଗୋଟିଏ ମନ୍ତ୍ର ବି କହିପାରନ୍ତୁ, ଗୋଟିଏ ଉପାୟ ବି କହିପାରନ୍ତୁ, ଆପଣ ଆପଣଙ୍କ ଭାଷାରେ ଯାହା ବି କହିପାରନ୍ତୁ। ଏବଂ ଯେଉଁମାନଙ୍କର ରାହୁ ଖରାପ ଥାଏ ସେମାନେ କଥା କହି ଉନ୍ନତି କରିପାରନ୍ତି ନାହିଁ। ସେମାନଙ୍କର କାମ ବିଗିଡ଼ିଥାଏ, ପାଠ ପଢ଼ାରେ କନସେଣ୍ଟ୍ରେସନ କରିପାରନ୍ତିନି, କେଉଁ ଜିନିଷରେ କନସେଣ୍ଟ୍ରେସନ କରିପାରନ୍ତି ନାହିଁ। ତେଣୁ ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ ସରସ୍ୱତୀ ପୂଜାରେ ଏବଂ ଛୁଆମାନଙ୍କୁ ସରସ୍ୱତୀ ପୂଜାରେ ହଳଦିଆ ବସ୍ତ୍ରଟି ପରିଧାନ କରାନ୍ତୁ। ଛୁଆମାନଙ୍କୁ ସେହିଦିନ ଗାଳି ଗୁଲଜ କରାନ୍ତୁ ନାହିଁ ଏବଂ ଛୁଆମାନଙ୍କୁ ମାଙ୍କ ସାମ୍ନାରେ ଆପଣ ଆଳତି କରନ୍ତୁ। ଛୁଆଙ୍କୁ ବସିବା ପାଇଁ ଯେତେ ସମୟ ମା ସରସ୍ୱତୀଙ୍କର ଚରଣ ତଳେ ବସିବେ, ମାଙ୍କୁ ପୂଜାର୍ଚ୍ଚନା କରିବେ, ତାଙ୍କୁ ଦୀପ ଧୂପ ନୈବେଦ୍ୟ ଛୁଆଙ୍କ ହାତରେ ଲଗାନ୍ତୁ। ଏହା ବହୁତ ପ୍ରଭାବଶାଳୀ ମନ୍ତ୍ରଟି କୁହନ୍ତୁ ଏବଂ ବହୁତ ପ୍ରଭାବଶାଳୀ ଚମତ୍କାରୀ। ଗୋଟିଏ ବର୍ଷ ଆପଣମାନେ ଦେଖିବେ ଧୀରେ ଧୀରେ କିପରି ଆପଣଙ୍କର ଛୁଆ ଉନ୍ନତି କରୁଛି ଏବଂ ଆଗକୁ ଏକ୍ଜାମ ବି ଆସୁଛି, ବହୁତ ଉନ୍ନତି ହେବ। ଥରୁଟି ଆପଣମାନେ ଏହି କାମ କରିକି ଦେଖନ୍ତୁ, ଛୁଆମାନଙ୍କର ପାଠ ପଢ଼ାରେ ବି ଉନ୍ନତି ହେବ। ଏବଂ ଛୁଆମାନଙ୍କୁ ସେଦିନ ନିଜର ପାଠ ପଢ଼ାରେ ଉନ୍ନତି କରିବା ପାଇଁ ଆପଣମାନେ ଆଉ ଗୋଟେ କାମ କରିବେ, କିଛି ମୟୂରପଙ୍ଖ ଛୁଆଙ୍କର ପାଠ ପଢ଼ା ଯେଉଁଠି ଅଛି, ଯେଉଁଠି ଛୁଆଙ୍କର ପାଠ ପଢ଼ାର ବହି ରଖୁଛନ୍ତି, ଷ୍ଟଡି ଟେବୁଲ ଯାହା ବି, ସେଠି କିଛି ମୟୂରପଙ୍ଖ ରଖିଦିଅନ୍ତୁ। ସେହିଦିନ ଦେଖିବେ ପାଠ ପଢ଼ାରେ ଏକାଗ୍ରତା ଆସିବ ତାଙ୍କର। ଏବଂ ଆପଣମାନେ କ'ଣ କରିବେ, ଓಂ ଐଂ ସରସ୍ୱତୀ ନମଃ ଏହି ମନ୍ତ୍ରକୁ ଗୋଟିଏ ହଳଦିଆ ପେପରରେ ଲେଖିକରି ମା ସରସ୍ୱତୀଙ୍କ ପାଖରେ ରଖିବେ। ତାହାକୁ ଲେମିନେସନ କରି ଛୁଆଙ୍କ ଷ୍ଟଡି ଟେବୁଲ ପାଖରେ ନିହାତି ରଖନ୍ତୁ। ଏବଂ ଯେତେବେଳେ ଛୁଆମାନେ ପୂଜା କରି ବସିବେ, ସାଧାରଣତଃ ମା ସରସ୍ୱତୀଙ୍କର ମୁହଁ ଉତ୍ତର ଦିଗ ପଟେ ହିଁ ରହିବା ଦରକାର। କିନ୍ତୁ ଯଦି ସେମିତି ସୁବିଧା ନ ରହୁଛି, ଛୁଆମାନେ ଯେଉଁ ପାଠ ପଢ଼ିବା ବେଳେ ବସିବେ ବା ଛୁଆମାନେ ଯେଉଁ ପୂଜାରେ ବସିବେ, ତାଙ୍କ ମୁହଁ ଉତ୍ତର ପଟେ ହିଁ କରାଇକରି ବସାନ୍ତୁ। ଦେଖିବେ ବହୁତ ଉନ୍ନତି ହେବ। ଆସନ ଉପରେ ବସାଇ କରି ଛୁଆଙ୍କୁ ଅତି ନମ୍ର ଭାବରେ ମାଙ୍କର ପୂଜାର୍ଚ୍ଚନା କରିବା ପାଇଁ କୁହନ୍ତୁ ଏବଂ ମାଙ୍କୁ ଧ୍ୟାନ କରନ୍ତୁ। ମାଙ୍କର ଆଳତି, ମାଙ୍କର ଚାଳିଶା, ମାଙ୍କର ବୀଜ ମନ୍ତ୍ର ଯେତେ ପାରୁଛନ୍ତି ସେହିଦିନ ଛୁଆମାନେ ତ କହିପାରିବେ ନାହିଁ, କିନ୍ତୁ ଶୁଣି ତ ପାରିବେ। ଛୁଆମାନଙ୍କୁ ଶୁଣାନ୍ତୁ, ନିହାତି ଛୁଆମାନଙ୍କର ଉନ୍ନତି ହେବ। ଆପଣମାନେ ବିଶେଷ କରି ମା ମାନେ ଏହି ଉପାୟ ନିଶ୍ଚୟ କରନ୍ତୁ। ଚାକିରିରେ ଯେଉଁମାନେ କଷ୍ଟ ପାଉଛନ୍ତି, ଉନ୍ନତି ହେଉନାହିଁ, ଜିଭରେ ଯାହାର ସରସ୍ୱତୀ କୁହାଯାଏ, ଆରେ ଜିଭରେ ସରସ୍ୱତୀ ବସିଛନ୍ତି, ଯାହା କହିଦଉଛି ସେ କଥା ତାର ରହିଯାଉଛି, ସେମିତି ଆଜ୍ଞା ଜିଭରେ ସରସ୍ୱତୀ ବସିବେ। ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ। ଏବଂ ଦର୍ଶକ ବନ୍ଧୁ, ସେହିଦିନ ମନ୍ଦିରକୁ ଯିବା ବି ଜମା ବି ଭୁଲନ୍ତୁ ନାହିଁ। ଛୁଆଙ୍କୁ ମନ୍ଦିରକୁ ନିଶ୍ଚୟ ନିଅନ୍ତୁ। ଆପଣଙ୍କର ଯିଏ ବି ଇଷ୍ଟଦେବ, କୃଷ୍ଣ ହୁଅନ୍ତୁ, ମହାଦେବ ହୁଅନ୍ତୁ, ଯିଏ ବି, ମନ୍ଦିରକୁ ତ ଛୁଆମାନଙ୍କୁ ସେହିଦିନ ନିହାତି ନେଇକରି ଯାଆନ୍ତୁ। ସକାଳେ ହଉ କିମ୍ବା ସନ୍ଧ୍ୟାରେ ହଉ ଛୁଆମାନଙ୍କୁ ନେଇକରି ଯାଆନ୍ତୁ। ଛୁଆଙ୍କ ହାତରେ ପୂଜା କରାନ୍ତୁ, ଦୀପ ଚଢ଼ାନ୍ତୁ। କାରଣ କେବଳ ଆମେ ଘରେ ପୂଜା କରିଦେଲେ କ'ଣ ହବ, ମନ୍ଦିର ଯିବା ନିହାତି ଦରକାର ଅଟେ। ଛୁଆମାନଙ୍କୁ ଯଦି ଆପଣ ଏହି ବୟସରେ ଆପଣମାନେ ମନ୍ଦିରକୁ ହାତ ଧରି ନେଇଥିବେ, ଆପଣଙ୍କୁ କେବେ ବି ବୃଦ୍ଧାଶ୍ରମ ଯିବାକୁ ପଡ଼ିବ ନାହିଁ। ଆପଣ ଛୁଆକୁ ସଂସ୍କାରୀ କରନ୍ତୁ, ସେମାନଙ୍କର ଆଗକୁ ଯିବାର ଦାୟିତ୍ୱ ପ୍ରଭୁ ହିଁ ନେଇଥିବେ।
ତେଣୁ ଏବଂ ସେହି ଦିନ ଛୁଆମାନଙ୍କୁ ମନ୍ଦିରରେ ଦୀପ ଲଗାନ୍ତୁ, ମନ୍ଦିରରେ ପୂଜା କରାନ୍ତୁ, ତାଙ୍କ ଦ୍ୱାରା ଟୀକା ଲଗାନ୍ତୁ, ତିଲକ ଲଗାନ୍ତୁ ଛୁଆମାନଙ୍କୁ। ଏବଂ ଯଦି ଆଖପାଖରେ କେଉଁଠି ବି ସେମିତି କିଛି ସୁବିଧା ନାହିଁ, ଦୁର୍ଗାଙ୍କର ମନ୍ଦିରକୁ ନେଇଯାଆନ୍ତୁ, ମା ପାର୍ବତୀଙ୍କର ମନ୍ଦିରକୁ ନେଇଯାଆନ୍ତୁ। ସେ ହେଉଛନ୍ତି ଆଦିଶକ୍ତି, ସମସ୍ତଙ୍କର ମା। ସେ ଚାହିଁଲେ ସବୁ କିଛି ସମ୍ଭବ ହେଇପାରିବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।